କରଞ୍ଜିଆ ଖାଦ୍ୟ ଓ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି କରଞ୍ଜିଆ ଗସ୍ତରେ ଆସି ରାଜସ୍ବ ଡାକବଙ୍ଗଳାରେ ଜନଶୁଣାଣି କରିଛନ୍ତି। ଏହି ଅବସରରେ 17 ଜଣ ନୂତନ ରାସନ କାର୍ଡ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବା ସହ 4 ବିନା 5ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଉପଜିଲ୍ଲାପାଳ ପ୍ରକାଶ ଦାସଙ୍କ ସଭାପତିତ୍ୱରେ କରଞ୍ଜିଆ ରାଜସ୍ବ ବିଭାଗ ବିଶ୍ରାମାଗାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ନୂତନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ। ରାଜ୍ୟରେ କୌଣସି ଗରିବ ଲୋକଙ୍କୁ କାର୍ଡ ପାଇବାରୁ ବଞ୍ଚିତ କରାଯିବ ନାହିଁ। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିସହିତ ଅଯୋଗ୍ୟ ଅନ୍ତର୍ଦ୍ଦୟ ହିତାଧିକାରୀଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଏଥିରୁ ବାଦ୍ ଦିଆଯିବ ବୋଲି କହିଥିଲେ। କରଞ୍ଜିଆ ଏସି ୱାର୍ଡ ନମ୍ବର 3 ଓ 4 ରଜାବନ୍ଧ ସାହି ବାସିନ୍ଦା ମନ୍ତ୍ରୀଙ୍କୁ ଭେଟି ରଜାବନ୍ଧ ପୋଖରୀ କାର୍ଯ୍ୟ ଆରମ୍ଭ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ରଜାବନ୍ଧ ପୋଖରୀ ଉପରେ ଏନଏସିରୁଟି ୱାର୍ଡବାସୀ ଦୈନନ୍ଦିନ କାର୍ଯ୍ୟ ଓ ନିତ୍ୟକର୍ମ ପାଇଁ ନିର୍ଭର କରିଥାନ୍ତି। ଦୀର୍ଘଦିନ ହେବ ପୁନରୁଦ୍ଧାର ନହେବା ଯୋଗୁଁ ଏହା ପୋତି ହୋଇଗଲାଣି। ପୂର୍ବ ବିଜେଡି ସରକାର ସମୟରେ ପୁନରୁଦ୍ଧାର ପାଇଁ 2.5 କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଥିଲେ। ମାତ୍ର 25% କାର୍ଯ୍ୟ ହେବା ପରେ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଏହା କାହିଁକି ବନ୍ଦ ହେଲା ଏବଂ ବନ୍ଦ ହେବା ପଛରେ ରହସ୍ୟ କଣ, କେଉଁମାନଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ରରେ ଲିଖିତ ଭାବେ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପଦ୍ମଚରଣ ହାଇବୁରୁ, ସହକାରୀ ଜିଲ୍ଲାପାଳ ନିହାରରଞ୍ଜନ ସେଠା, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଧୀରକ ଭୁନିଆ, ଭୂପ ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ଶେଖର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।